ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 113 114। ପ୍ରଭୁ ଲେଖୁଛନ୍ତି, ଘୃଣା ହେଉଛି ଏପରି ଏକ ଗୁପ୍ତ ଆକର୍ଷଣର ସଂକେତ ଯାହାକି ଆପଣା ପାଖରୁ ପଳାଇ ଯିବା ଲାଗି ବ୍ୟାକୁଳ ହେଉଥାଏ ଏବଂ ଆପଣାର ଅସ୍ତିତ୍ୱକୁ ଅସ୍ୱୀକାର କରିବାକୁ ମଧ୍ୟ ପ୍ରଚଣ୍ଡ ହୋଇ ଉଠୁଥାଏ। ତାହାକୁ ମଧ୍ୟ ତାଙ୍କରି ଦ୍ୱାରା ସୃଷ୍ଟ ପ୍ରାଣୀ ମଧ୍ୟରେ ପରମେଶ୍ୱରଙ୍କର ଲୀଳା ବୋଲି କୁହାଯାଏ। ଜ୍ଞାନ 114। ସ୍ୱାର୍ଥପରତା ହେଉଛି ଏକମାତ୍ର ପାପ, ନୀଚତା ହେଉଛି ଏକମାତ୍ର ଦୋଷ, ଘୃଣା ହେଉଛି ଏକମାତ୍ର ଅପରାଧିତା। ଏହା ବ୍ୟତୀତ ଆଉ ଯାହା କିଛି ରହିଲା ତାହାକୁ ଅତି ସହଜରେ ଭଲରେ ପରିଣତ କରି ଦିଆଯାଇପାରିବ। ମାତ୍ର ଏଗୁଡ଼ିକ ଦେବତାଙ୍କର ଦୁର୍ଦମନୀୟ ପ୍ରତିରୋଧୀ। ଜ୍ଞାନ 113ରେ କହିଲେ ଘୃଣା ବିଷୟରେ। ସେଥିରେ ଆମେ ଆଗରୁ ଆଲୋଚନା କରିଥିଲେ ଘୃଣା ଆଉ ପାପ ଦୁଇଟା ଯାକ ଯୋଉ ସ୍ପନ୍ଦନ, ସରି, ଘୃଣା ଆଉ ପ୍ରେମର ଯୋଉ ସ୍ପନ୍ଦନ, ଏଇଟା ମୂଳତଃ ଅଲଗା ପ୍ରକାର ନୁହେଁ। ତେଣୁ ସେଥିପାଇଁ ଶେଷକୁ ଯୋଉ ଲେଖୁଛନ୍ତି, ଏଇ ଘୃଣାରେ ପରମେଶ୍ୱରଙ୍କର ଲୀଳା ହିଁ ନିହିତ ଥାଏ। କିନ୍ତୁ ଘୃଣା ହଉଛି କଣ? ଗୋଟେ ଗୁପ୍ତ ଆକର୍ଷଣ ଥାଏ, ଯୋଉଠି ଆପଣଙ୍କର କିଛି ନେଣ ଦେଣ ନଥାଏ, ସେଠି ଆପଣ ମୁଣ୍ଡ ପୁରାନ୍ତି ନାହିଁ। ସେଇଭଳି ଭାବରେ ଯୋଉଠି ପ୍ରେମ ନିବିଡ଼ ଥାଏ, ସେଠି ଘୃଣା ମଧ୍ୟ ଆସିବାର ସମ୍ଭାବନା ଥାଏ। ପ୍ରେମ ମାନେ ଏଠି ଦିବ୍ୟ ପ୍ରେମ କଥା କୁହାଯାଉନାହିଁ। ଗୋଟେ ଆକର୍ଷଣ ଥାଏ, ତାର ପରିପ୍ରକାଶରେ ଗୋଟେ ପ୍ରେମ ଦେଖାଯାଇପାରେ କିମ୍ବା ଘୃଣା ଦେଖାଯାଇପାରେ। ତାପରେ ସେ ବିଷୟରେ ଆଉ ଅଧିକ ଆଲୋଚନା କରିବା ଯେ ମା କଣ କହୁଛନ୍ତି ତା ବିଷୟରେ। ଜ୍ଞାନ 114ରେ କହୁଛନ୍ତି ତିନିଟା କଥା ମନେ ରଖିବା। ଗୋଟେ କହିଲେ ସ୍ୱାର୍ଥପରତା, ଆଉ ଗୋଟେ ହଉଛି ନିଚତା, ଆଉ ଗୋଟେ ହଉଛି ଘୃଣା। ଏ ତିନିଟା ଜାଗାରେ କହୁଛନ୍ତି ସ୍ୱାର୍ଥପରତା ହଉଛି ଗୋଟେ ଏକମାତ୍ର ପାପ, ନିଚତା ହଉଛି ଗୋଟେ ଏକମାତ୍ର ଦୋଷ, ଘୃଣା ତ ହଉଛି ଏକମାତ୍ର ଅପରାଧିତା, ଯାହା ଦେବତା ମାନଙ୍କର ମଧ୍ୟ ଦୁର୍ଦମନୀୟ ପ୍ରତିରୋଧ। ତାମାନେ ତାକୁ ସେମାନେ ପ୍ରତିରୋଧ କରିପାରନ୍ତି ନାହିଁ। କହିଲେ ସେଇଆ ଯେ ଏକରେ କହିଲେ ସ୍ୱାର୍ଥପରତା, ଦୁଇରେ ହଉଛି ନିଚତା, ତିନିରେ ହଉଛି ଘୃଣା। ସ୍ୱାର୍ଥପରତା ଏପରି ଏକ ଗୁଣ ଯିଏକି ଆତ୍ମାକୁ ହତ୍ୟା କରିଦିଏ। ସେ ମେସେଜଟା ମୁଁ ଡାଇରେକ୍ଟ ପଢୁଛି। ସେ ମେସେଜଟି ଥିଲା, ସେଲଫିଶନେସ୍ କିଲ୍ସ ଦ ସୋଲ, ଡେଷ୍ଟ୍ରୟ ଇଟ୍। ସ୍ୱାର୍ଥପରତା କଣ କରେ? ଆତ୍ମାକୁ ହତ୍ୟା କରେ, ଏହାକୁ ନଷ୍ଟ କର ବା ଧ୍ୱଂସ କର। ତାପରେ ଯୋଉଟା କହିଲେ ସେଇଟା ଆଲୋଚନା ଭିତରେ ନିଶ୍ଚୟ ଥିବ। ତାପରେ ଲେଖୁଛନ୍ତି, ବଟ୍ ଟେକ୍ କେୟାର ଦ୍ୟାଟ୍ ୟୁର ଅଲ୍ଟ୍ରୁଇଜିମ୍ ଡଜ୍ ନଟ୍ କିଲ୍ ଦ ସୋଲ୍ସ ଅଫ୍ ଅଦର୍ସ। କିନ୍ତୁ ଧ୍ୟାନ ରଖ ଯେ ତୁମର ଯୋଉ ଅନ୍ୟର ହିତ କରିବା ସେମାନଙ୍କର ଆତ୍ମାକୁ ଯେପରି ହତ୍ୟା ନ କରେ। ତାର ପ୍ରତିବଦଳରେ ଆମେ ଯୋଉ ଅନ୍ୟର ହିତ କରିବା ପାଇଁ ଯୋଉ ଚିନ୍ତା କରୁ, ଅନ୍ୟର ହିତ ପାଇଁ ଆମେ ଯୋଉ କାର୍ଯ୍ୟକୁ ହାତକୁ ନଉ, ତାହା ଯେପରି ସେମାନଙ୍କର ଆତ୍ମାକୁ ହତ୍ୟା ନ କରେ। ସେ ବିଷୟରେ ଆଲୋଚନାରେ ଆମେ ଡିଟେଲ୍ସ କଥା ହବା। କିନ୍ତୁ ଏଇଠି ଯୋଉ କଥାଟି ସ୍ପଷ୍ଟ କରୁଛନ୍ତି ସେଟା ଖାଲି ଟିକେ କହିଦେଇକି ଆମେ ଆଗକୁ ପଳେଇବା। ତାମାନେ ଏଇ ତିନୋଟି ଜିନିଷ, ସ୍ୱାର୍ଥପରତା, ନିଚତା ଆଉ ଘୃଣା, ଯାହାକୁ କି ଆମକୁ ଦେବତା ମାନେ ମଧ୍ୟ ତାକୁ ପ୍ରତିରୋଧ କରିପାରନ୍ତି ନାହିଁ। ବା ଆମେ କହିପାରିବା ଯେ ଏଠି ଯେମିତି ଆଲୋଚନା କଲି, ଇଟ୍ କିଲ୍ସ ଦ ସୋଲ, ତାମାନେ ସେ ଆମର ଆତ୍ମାକୁ ହତ୍ୟା କରେ। ତେଣୁ ଏଇ ତିନୋଟି ଠାରୁ ଆମକୁ ଦୂରେଇ ରହିବାକୁ ପଡିବ। ଏମିତି କହିଲେ ଯେ ସ୍ୱାର୍ଥପରତା ଆତ୍ମାକୁ ଧ୍ୱଂସ କରେ। ହୁଁ। ତା ପୂର୍ବରୁ ଯୋଉ ନିଚତା ଆଉ ଘୃଣା କଣ କହିଲ? କହିଲେ ସ୍ୱାର୍ଥପରତା ହେଉଛି ଏକମାତ୍ର ପାପ, ନିଚତା ହେଉଛି ଏକମାତ୍ର ଦୋଷ, ଘୃଣା ହେଉଛି ଏକମାତ୍ର ଅପରାଧିତା। ଏହା ବ୍ୟତୀତ ଆଉ ଯାହା କିଛି ରହିଲା ତାକୁ ଅତି ସହଜରେ ଭଲରେ ପରିଣତ କରିଦିଆଯାଇ ପାରିବ। ତାମାନେ ସେଗୁଡ଼ିକ ପରିବର୍ତ୍ତନ ହେଇପାରିବେ। କିନ୍ତୁ ମାତ୍ର ଏଗୁଡ଼ିକ ଦେବତାଙ୍କର ଦୁର୍ଦମନୀୟ ପ୍ରତିରୋଧୀ। ତାମାନେ ଏଗୁଡ଼ିକ ରୂପାନ୍ତର ହବା ପାଇଁ ପ୍ରସ୍ତୁତ ନଥାନ୍ତି। ଇଏ ଆମର
ଅଗ୍ରଗତି ପଥରେ ଅଗ୍ରଗତି ପଥରେ ଏକ ବିରାଟ ପ୍ରତିରୋଧୀ, ଯାହାକୁ କି ଲଙ୍ଘିବା ସହଜ ହୁଏନି। ତେଣୁ ତାକୁ ମୂଳରୁ ନିଜ ଭିତରେ ଆଣିବାକୁ ଦବ ହିଁ ନାହିଁ। ଯେତେବେଳେ ଟିକେ ବି ଉଙ୍କି ମାରିଲା, ମୁଣ୍ଡ ଦେଖେଇଲା, ତାକୁ ସାଙ୍ଗେ ସାଙ୍ଗେ ନେଇକି ଚୈତ୍ୟ ଆଲୋକ ଆଗରେ ବା ଦିବ୍ୟ ଆଲୋକ ଆଗରେ ବା ମାଙ୍କ ପାଖରେ ନେଇକି ଥୋଇଦବ। ମା ତାକୁ ଧ୍ୱଂସ କରିବେ, କି ମା ତାକୁ କଣ ରୂପ ଦେବେ, କେମିତି ତାକୁ ରୂପାନ୍ତରିତ କରିବେ, ସେଇ ଦିବ୍ୟ ଆଲୋକର ବା ମାଙ୍କର ଜ୍ୟୋତି, ମାଙ୍କର ଶକ୍ତି ଆଗରେ ରଖିଦେଲେ ସେ ତାକୁ ସ୍ଥିର କରିବେ। ମା କହୁଛନ୍ତି ଏହାର ଅନୁରୂପ ଏକ ପ୍ରକାର ସ୍ପନ୍ଦନ ରହିଛି। ଯେଉଁମାନେ ଘୃଣା କରନ୍ତି ସେଇମାନଙ୍କ ଠାରୁ ଏହି ସ୍ପନ୍ଦନର ଆଗମନ ଘଟିଥାଏ। ମାତ୍ର ଏହା ଏପରି ଏକ ସ୍ପନ୍ଦନ ଯାହାକି ପ୍ରକୃତରେ ପ୍ରେମର ସ୍ପନ୍ଦନରୁ ମୂଳତଃ ଆଦୌ ଅଲଗା ପ୍ରକାରର ନୁହେଁ। ଏହାର ଗଭୀର ତଳ ଗୁଡ଼ିକରେ ସେଇ ଗୋଟିଏ ପ୍ରକାରର ଇନ୍ଦ୍ରିୟ ବୋଧ ହିଁ ରହିଥାଏ। ଉତ୍ସଟା ଗୋଟିଏ ଥାଏ। ସେ ଯୋଉ ଇନ୍ଦ୍ରିୟ ବୋଧର ଯୋଉ ସ୍ପନ୍ଦନଟି ଆସିଥାଏ, ଦିଟା ଯାକରେ ଏକା ଥାଏ। ଉପର ଭାଗକୁ ଦେଖାଯାଉଛି ଠିକ ବିପରୀତ ଭଳିଆ। ମା କହୁଛନ୍ତି ଉପରି ଭାଗକୁ ଦେଖିବାକୁ ଗୋଟିଏ ଅନ୍ୟଟିର ଠିକ ବିପରୀତ ବୋଲି ପ୍ରତୀତ ହେଉଥିଲେ ହେଁ ମୂଳରେ ତାହା ସେ ଗୋଟିଏ ସ୍ପନ୍ଦନକୁ ହିଁ ଆଶ୍ରୟ କରି ରହିଥାଏ। ସେଟା ହଉଛି ଆମ ଭିତରେ ଥିବା ଆକର୍ଷଣ। ଆକର୍ଷଣ ସେଥିପାଇଁ ବେଳେ ବେଳେ କହନ୍ତିନି, ଦୂରରେ ରହିଲେ ସିନା ଅ, ଭଲ ପାଇବାର ଗୁଣଟା ଟିକେ ଜାଣିପାରିବ, ଆଉ ଭଲ ପାଇବା ଭିତରେ ଟିକେ ଝଗଡ଼ା ଝାଟି ନହେଲେ, ଟିକେ ମାଡ଼ଗୋଳ ନହେଲେ, ଇଏ କଣ ସିଏ ଭଲ ପାଇବା କଣ ଏତେ ଭଲ ଲାଗିବ? ସେଥିପାଇଁ କହନ୍ତି ମାନେ ସବୁ ଲୋକ ନିଜର ମନକୁ ବ୍ୟବହାର କରି କିପରି ତା ଦେହରେ ଉପମା ଅଳଙ୍କାର ଦେଇକରି ନିଜର ଦୁର୍ବଳତାକୁ ମହିମାନ୍ବିତ କରନ୍ତି। କହିବେ ଖାଲି ଚିନି ପାଣି ଟା କଣ ମିଠା ଲାଗିବ? ଟିକେ ଲୁଣ ପକେଇଦେଲେ ମିଠା ଟିକେ ଅଧିକ ଲାଗିବ ନା ଆଉ। ନିଜର ଦୁର୍ବଳତାକୁ ନେଇକରି ତାକୁ ସେମାନେ ମହିମାନ୍ବିତ କରିବାରେ କେତେ ଧୁରନ୍ଧର। ଆମେ ଭଲ ପାଉଥିବା କୌଣସି ବସ୍ତୁ ପାଖରେ ଯେପରି ଦାସ ହୋଇ ରହିଥାଉ, ଆମେ ଘୃଣା କରୁଥିବା ବସ୍ତୁ ପାଖରେ ମଧ୍ୟ ଠିକ ସେତିକି ପରିମାଣରେ ଦାସ ହୋଇ ରହିଥାଉ। ସମ୍ଭବତଃ ଆହୁରି ଅଧିକ ପରିମାଣରେ ଦାସ ହୋଇ ରହିଥାଉ। ଯେମିତି ଘୃଣା କରିବ ମାନେ ସେ ତା ପଛେ ପଛେ ଲାଗିଥିବ। ଯିଏ ଯାହାକୁ ବିରୋଧ କରୁଥିବ ବା ଯିଏ ଯାହା ବିରୁଦ୍ଧରେ ଲାଗିଥିବ, ତାର ପ୍ରତ୍ୟେକ ଗତିବୃତ୍ତିକୁ ସେ ନଜର କରୁଥିବ, କୋଉଥିରେ ତାକୁ ସେ ଖାଞ୍ଚରେ ପକାଇବ। ତେଣୁ ଯିଏ ଘୃଣା କରେ ସେ ଅଧିକ ଦାସ ହେଇକି ରହେ। ଏଇଟା ଆମେ ବୁଝିପାରୁଛନ୍ତି, ତେଣୁ ଏଇଟା ଆଉ ଅଧିକ ବୁଝେଇବା ଆବଶ୍ୟକ ପଡିବନି। ସେଥିପାଇଁ କହୁଛନ୍ତି କଣ, ଘୃଣା କଣ କରେ? ଘୃଣା ଏପରି ଏକ ବସ୍ତୁ ଯାହାକି ତୁମକୁ ଅଧିକାର କରି ରହିଥାଏ, ତୁମ ପଛେ ପଛେ ଲାଗି ରହିଥାଏ, ଏବଂ ତୁମେ ମଧ୍ୟ ମନେ ମନେ ଯାହାକୁ ଲୋଡି ବୁଲୁଥାଅ, ଏହା ଏପରି ଏକ ଇନ୍ଦ୍ରିୟ ବୋଧ ଯାହାକୁ କି ତୁମେ ପ୍ରକୃତରେ ଲୋଡି ବୁଲୁଥାଅ। କାରଣ ବାହାରକୁ ପ୍ରକାଶିତ ହୋଇ ରହିଥିବା ତାର ପ୍ରଚଣ୍ଡତା ତଳେ ଆକର୍ଷଣର ଏକ ଉଷ୍ମତା ମଧ୍ୟ ନିହିତ ହୋଇ ରହିଥାଏ, ଯାହାକି ତୁମେ ଭଲ ପାଉଥିବା ବସ୍ତୁଟି ପ୍ରତି ତୁମେ ଯେତିକି ଉଷ୍ମତା ଅନୁଭବ କର, ତାହା ଠିକ ସେତିକି ପ୍ରବଳ ହୋଇ ରହିଥାଏ। ଏବଂ ମୋର ମନେ ହେଉଛି ବାହ୍ୟ କ୍ଷେତ୍ରର ଏହି ପ୍ରତୀତିଟି କେବଳ ଅଭିବ୍ୟକ୍ତିଗତ କ୍ରିୟାଶୀଳତାର କ୍ଷେତ୍ରରେ ହିଁ ରହିଥାଏ, ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ କେବଳ ଉପରି ଭାଗରେ ହିଁ ରହିଥାଏ। ତେଣୁ ତାର ଉତ୍ସ ହଉଛି ସେଇ ତୀବ୍ର ଆକର୍ଷଣ। ଯୋଉ ଭଲ ପାଇବା, ଯୋଉ ମାନସିକ ପ୍ରେମ, ଯୋଉ ଆକର୍ଷଣ ଯୁକ୍ତ ଆସକ୍ତି ଯୁକ୍ତ ପ୍ରେମ ଆମ ଭିତରେ ଯୋଉ ସ୍ପନ୍ଦନ ଆଣେ, ଯୋଉ ଉତ୍ସରୁ ଆସେ, ସେଇ ଉତ୍ସରୁ ହିଁ ଆକର୍ଷଣ, ସେଇ ଆକର୍ଷଣ ବା ଆସକ୍ତିରୁ ହିଁ ଘୃଣାର ସୃଷ୍ଟି ହୁଏ। ଏବଂ ଆହୁରି କହୁଛନ୍ତି ଯେ ଆମେ ତାର କେମିତି ଦାସ ହେଇକି ରହୁ ଏବଂ ଅଧିକ ତା ପାଖରେ ମୁଣ୍ଡ ବିକିଲା ଭଳିଆ ବିକି ରହିଥାଉ। ଆମେ ଭଲ ପାଉଥିବା କୌଣସି ବସ୍ତୁ ଆମକୁ ଯେତିକି ପରିମାଣରେ ଗ୍ରସ୍ତ କରି ରଖିଥାଏ, ଆମେ ଘୃଣା କରୁଥିବା ବସ୍ତୁ ଆମକୁ ହୁଏତ ତାଠାରୁ ଅଧିକ ପରିମାଣରେ ଗ୍ରସ୍ତ କରି ରଖିଥାଏ। ଏବଂ ଗ୍ରସ୍ତ ହୋଇ ରହିବାର ସେଇ ସ୍ଥିତିଟି ଏହି ଅନ୍ତର୍ଗତ ସ୍ପନ୍ଦନଟି ମଧ୍ୟରୁ ହିଁ ଜନ୍ମ ଲାଭ କରିଥାଏ। ଇଏ ସବୁ ହଉଛି, ଆପଣ ଦେଖିବେ, ଇଏ ସବୁ ହଉଛି ପ୍ରାଣର ଗୋଟିଏ ଗୋଟିଏ ଗୁଣ। ସେଇ ସ୍ୱାର୍ଥପରତା ହଉ, ସେଇ ଘୃଣା ହଉ, ନିଚତା ହଉ, ଏ ସବୁ ହଉଛି ନିମ୍ନ ପ୍ରାଣରୁ ଉଚ୍ଚାରିତ ଗୋଟେ ଗୋଟେ ତୀବ୍ର ବା ପ୍ରଗାଢ ଗୁଣ ଗୁଡିକ, ଯିଏକି ନିଜକୁ ଅଧିକ ପରିପ୍ରକାଶ କରୁଛି। ଏବଂ ତାର କବଳରେ ବହୁତ ସହଜରେ ଆପଣ ପଡିଯିବେ। ଆଗରୁ ଆପଣ ଦେଖିଥିବେ ଯୋଉ ଜମିଦାର ମାନେ
ବା ସବୁ ଜମିଦାର ନୁହନ୍ତି, ଯୋଉମାନେ ଟିକେ ଲୋଭୀ ବା ଆକ୍ୱାର କରିବା, ଯୋଉ ନିଜ ସବୁ ଅଧିକାର ରଖିବା ପାଇଁ ଯୋଉମାନେ ସବୁ ରହୁଥିଲେ, ସେମାନେ ସବୁ କଣ କରୁଥିଲେ? ଅ, ସେତେବେଳେ ଏତେ ଶିକ୍ଷିତ ନଥିଲେ ଲୋକମାନେ। ତାଙ୍କ ପାଖରେ ଗୋଟେ କଥା ଗୋଟାଏ କହନ୍ତି, କିନ୍ତୁ କାଗଜରେ ଗୋଟେ ଲେଖା ଲେଖି ଦେଇଥିବେ, ତା ଦେହରେ ଟିପ ଚିହ୍ନ ନେଇଯାଆନ୍ତି। ତା ଫଳରେ ସେମାନେ କଣ କରନ୍ତି, ଅନେକ ଦରିଦ୍ର ଚାଷୀ ମାନଙ୍କର ଜମିକୁ ହଡପ କରି ନିଅନ୍ତି, ଭିନ୍ନ ଭିନ୍ନ ସର୍ତ୍ତ ତା ଦେହରେ ଲେଖି ରଖନ୍ତି। ଏଇଭଳି ଏକ ସର୍ତ୍ତ ସେ ରଖିଥାନ୍ତି, ଯୋଉଟା କି ଚାଷୀ ମାନେ ଜାଣିନଥାନ୍ତି। ସେଠି ସେ କଣ ରଖିଛନ୍ତି ନା, ସବୁ ପାଇଁ, ଜମି ପାଇଁ, ହଳ କରିବା ପାଇଁ, ଅମକ ପାଇଁ, ସମକ ପାଇଁ ସବୁ ଋଣ ନେଇଥାନ୍ତି। ସବୁରେ ସେଠୁ ସେ ସବୁ ସର୍ତ୍ତ ରଖାଇଥାଏ କଣ ନା, ଜମିରେ ଯାହା ଫସଲ ଅମଳ ହବ ସେଥିରୁ ମାତ୍ର 3 ବସ୍ତା ହଉଛି ତାର, ଆଉ ସବୁ ହଉଛି ଜମିଦାରଙ୍କର। ଏଇ ପ୍ରକାରର ଏମିତି ସବୁ ଦାଉ ପେଞ୍ଚ ଖେଳି ସେମାନେ କଣ କରନ୍ତି, ଚାଷୀ ମାନଙ୍କୁ ସେମିତି ଗରିବ କରି ରଖନ୍ତି। ଜଣେ ଚାଷୀଙ୍କର ଅବସ୍ଥା ସେମିତି ଧୀରେ ଧୀରେ ଦିନକୁ ଦିନ ଅଧିକରୁ ଅଧିକ ଶୋଚନୀୟ ହେଇ ଚାଲିଲା। କାହିଁକିନା ବର୍ଷ ଯାକ ପରିଶ୍ରମ କରିବେ, 2 ବସ୍ତା ମାତ୍ର ଶସ୍ୟ ନେଇକି କଣ ଚଳିବେ? ପୁଣି ନିଜର ପରିବାର ପୋଷଣ ରହିଛି, ଖାଦ୍ୟ ତ ଖାଇବେ, କିନ୍ତୁ ତା ଦେହରେ ଅନ୍ୟାନ୍ୟ ଖର୍ଚ୍ଚ ବି ରହିଛି। ଏଇଭଳି ଭିତରେ ଥରେ କଣ ହେଇଛି, ତାର ପୁଅଟିକୁ ସେ କିନ୍ତୁ ଉଚ୍ଚ ଶିକ୍ଷିତ ପାଇଁ ଚେଷ୍ଟା କରିଛି, ଏବଂ ସେ ଶିଖିକି ଶିକ୍ଷା ଶେଷ କରିସାରି ଆସିଛି ଘରକୁ। ଘରର ଏ ଅବସ୍ଥା ଦେଖିକି ପଚାରିଛି, ବୁଝିଛି କଣ ହେଇଛି ଘଟଣା, ନା ଇତ୍ୟାଦି ଇତ୍ୟାଦି ଘଟଣା, ଏମିତି ଜମିଦାର ଆମକୁ ହଇରାଣ କରିଛି। ସେଠି ସେ କଣ କରିଛି, ସେ ଗୋଟେ ନୂତନ ପ୍ଲାନ କରିଛି, କୌଶଳ ଉପାୟ ଅବଲମ୍ବନ କରି ସର୍ତ୍ତ ରଖିଛି। ସେଇ ଜମିଦାରଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ସର୍ତ୍ତ କଲା କଣ, ଯଦି ମୁଁ ବର୍ଷକ ପୂର୍ବରୁ କରିଦିଏ ଚାଷ, ଅମଳ କରିଦିଏ, ସେତେବେଳେ ଯାହା ଚାଷ ହଉଥିଲା ପ୍ରାୟତଃ ବର୍ଷେ ହିଁ ଲାଗୁଥିଲା। ସିଏ ସେଠୁ କହିଲା, ହଉ ରହ ଦଉଛି ତତେ। କହିଲା, ତୁ ଯଦି 2 ମାସ ଭିତରେ ଅମଳ କରିଦବୁ, ତାହେଲେ ଯାହା ଅମଳ ହବ ସବୁ ତୋର। 2 ମାସ ଭିତରେ, ସେତେବେଳେ କୌଣସି ଶସ୍ୟ ସେମିତି ନଥିଲା ଯାହା ଅମଳ ହେଇପାରିବ। ବିଶେଷ କରି ସେତେବେଳେ ଧାନ, ଗହମ ଯାହା ସବୁ କରୁଥିଲେ। ତେଣୁ ସେ କହିଲା, ତ ତାପରେ ହେଲେ କଣ, ସବୁ ଯାକ ମୋର, ଆଉ ତୋର କିଛି ରହିବନି। ତେଣୁ ଇଏ କଣ କଲେ, ସେଠି ଉନ୍ନତ କିସମର ଅଲଗା ବିହନ ଆଣି ଏବଂ ସାର ପ୍ରୟୋଗ କରି 1.5 ମାସରୁ 2 ମାସ ଭିତରେ ସବୁ ଅମଳ କରି ଶେଷ କରିଦେଲା। ଜମିଦାର ସେଠି ହାରିଗଲା। ଜମିଦାର ହାରିଗଲା। ତାପରେ ପୁଣି ସେ କହିଲା, ନା ଆଉ ଗୋଟେ ନୂଆ ନିୟମ ପକେଇବି। ସେ କଣ ନିୟମ ପକେଇଲା? କହିଲା, ହଉ, ଆଉ ସମୟ ସୀମା ଦେଲା। କହିଲା, ତୁ ଯାହା ଚାଷ କରିବୁ, ଏମିତି ମଝିରେ ବହୁତ କଥା ଘଟିଛି। 1 ଫୁଟ ତଳକୁ, 2 ଫୁଟ ଉପରକୁ, ସେ ଯୋଉ କଥାରେ କହେ, ମାନେ ବହୁତ କଥା ଘଟଣା ଘଟିଛି, ମୁଁ ସବୁ ଗୁଡା କହିଲେ ଗପ ଶେଷ ହବନି। କହିଲେ କଣ, ଚାଷର 1 ଫୁଟ ତଳକୁ ଆଉ 2 ଫୁଟ ଉପରକୁ ଫସଲ ହଉଛି ମୋର, ଆଉ ସବୁ ତୋର। କାହିଁକିନା ତା ପୂର୍ବରୁ କଣ ହେଇଥିବ, ସିଏ ଯେତେବେଳେ କହିଲା ଯେ ମାଟି ଉପରେ ଯାହା ହବ ସବୁ ମୋର, ଗୋଟେ କିଏ କଣ କଲା, ଏମିତି ଚାଷ କଲା ଯେମିତି ଆଳୁ ମାଟି ତଳେ ଫଳିଲା, ସବୁ ଆର ହେଇଗଲା। ଏଇଭଳିଆ ସବୁ ତାକୁ ହଇରାଣ କରିଛି। ସବୁ ସର୍ତ୍ତରେ ଜିତି ଯାଇଛି। ଶେଷ ଦାଉ ପଞ୍ଚ ଏଇଥିରେ କହିଲା, ମାଟି ତଳକୁ 1 ଫୁଟ, ମାଟି ଉପରକୁ 2 ଫୁଟ ହଉଛି ମୋର, ଆଉ ସବୁ ତୋର। ସେ କଣ କଲା, ସେ ସମୟଟା, ଯୋଉ ସମୟରେ ସେ ସର୍ତ୍ତ ଲଗେଇଲା, ସେ ସମୟଟା ହଉଛି ପରିବା ଚାଷର ସମୟ, ଧାନ ସମୟ ନୁହଁ, କିମ୍ବା ଆଖୁ ଫାଖୁ ଏସବୁ ନୁହଁ। ସିଏ କଣ କଲା ନା, କଖାରୁ ଲଗେଇଲା। କଖାରୁ ତ ଲଟା, ସବୁ ତାର ହେଇଯିବ। ସିଏ କିନ୍ତୁ ଗୋଟେ କଣ୍ଡିସନ ଇଏ କଲା କଣ, ଯେ ଫଳ ନ ଫଳିବା ପର୍ଯ୍ୟନ୍ତ ତମ ଜମି ପାଖକୁ ଆସିବନି। ଶେଷକୁ କଣ କରିଛି, ଯେତେବେଳେ ଜମିଦାର, ଗାଁ ଲୋକ ସମସ୍ତେ ଆଶ୍ଚର୍ଯ୍ୟ, କାହିଁକିନା ଗାଁ ଲୋକ ସବୁ ଖୁସି ଭାରି ଯେ ଜମିଦାରକୁ କିଏ ଜଣେ ସର୍ତ୍ତରେ ହରେଇ ହରେଇ ଚାଲିଛି। କିନ୍ତୁ ଜମିଦାର ପୁରା ରାଗିକି ପଞ୍ଚମ। ଦେଖନ୍ତୁ, ତା ଭିତରର ଯୋଉ କ୍ରୋଧ କୋଉ କୋଉ ରୂପ ନେଇ ନେଇ ଚାଲିଛି। ସେଠୁ ଆସି ଦେଖିଲା ବେଳକୁ କଣ କରିଛି, ସିଏ 3 ଫୁଟ ଲେଖାଏଁ ଖୁଣ୍ଟ ପୋତି ଦେଇଛି। 2 ଫୁଟ ପର୍ଯ୍ୟନ୍ତ ସେ ନବ ତ, 3 ଫୁଟ ପର୍ଯ୍ୟନ୍ତ ଖୁଣ୍ଟ ପୋତି ଦେଇଛି, ତା ଉପରେ ଲଟା ମଡେଇ ଦେଲା।
ବର୍ତ୍ତମାନ ଫଳ ହେଲା କଖାରୁ, କିନ୍ତୁ 3 ଫୁଟ ଉପରେ। ବର୍ତ୍ତମାନ ମାଟି ତଳକୁ ଚେର, 2 ଫୁଟ ପର୍ଯ୍ୟନ୍ତ କଖାରୁ ଡଙ୍କ, ତା ଉପରକୁ ଆଉ ଯାହା ଡଙ୍କ ଯୋଉ କଖାରୁ ସବୁ ରହିଲା ଉପରେ। ବିଚରା ଜମିଦାର ଯେମିତି ହାରିଲା, ଯୋଉ ଭଳି ଭାବରେ ହାରିଲା, ତା ମୁହଁ ନ ଦେଖି ପାରିବ। ତେଣୁ ତା ଭିତରେ ଯୋଉ ମାନେ ଚିନ୍ତା କରନ୍ତୁ, ରାଗ, ଘୃଣା ସବୁ ମାକେଦି ହେଇଯାଉଛି। ଏଠି କଣ ପାଇଁ ଆସୁଛି? ଦି ପ୍ରକାର କଥା ଦେଖନ୍ତୁ। ଗୋଟେ ହଉଛି ତାର ନିଜର ଯୋଉ ପ୍ରାଣର ଗତିବୃତ୍ତି ଥିଲା, ସେ ତା ପ୍ରତି ଏତେ ବିଶ୍ୱସ୍ତ ହଉ ବା ଏତେ ତା ଉପରେ ମାନେ ସିଏ ଭାବିଥିଲା ଯେ ମତେ କେହି, ମୁଁ ହଉଛି ଦୁର୍ଜୟ, ଏବଂ ତାର ନିଜର ଯୋଉ ସଫଳତା ପ୍ରତି ଏତେ ଆସକ୍ତ ହେଇକି ରହିଥିଲା, ତାକୁ ଯେତେବେଳେ ଚୋଟ ବସିଲା, ତେଣୁ ସିଏ ମାନେ ଘୃଣାର ଚରମ ସୀମାରେ ଯେମିତି ପହଞ୍ଚି ଯାଉଛି। କିନ୍ତୁ ଉପରକୁ କଣ କଲା ନା, ହଉ ଠିକ ଅଛି, ମୁଁ ସମସ୍ତଙ୍କ ଆଗରେ ମୁଁ ହାର ମାନିଲି। ଆଉ ଯେହେତୁ ଆମ ଗାଁର ଜଣେ ପିଲା ମତେ ଆଜି ହରେଇଛି, ହରେଇ ହରେଇ ଚାଲି, ଏବଂ ଶେଷରେ ମୁଁ ହାର ମାନିଗଲି ଆଜି, ତେଣୁ ଏ ଜମି ତୋର ଯା। କିନ୍ତୁ ମୁଁ ଗାଁର ସମସ୍ତ ପୁରୁଷ ଲୋକମାନଙ୍କୁ ଆଜି ଆମ ଘରେ ଗୋଟେ ଭୋଜି ଡାକୁଛି। ଲୋକ ସବୁ ଆଶ୍ଚର୍ଯ୍ୟ, ଯାହା ହଉ ଏତେ ଦିନିକରେ ଜମିଦାର ଗୋଟେ ଆମର ମନ ପରିବର୍ତ୍ତନ ହେଇଗଲା। ଜମିଦାର ଖୁସିରେ ସବୁ ଘରକୁ ଗଲେ ଖାଇବା ପାଇଁ। ଗଲା ବେଳକୁ ବାବୁମଣି କଣ କରିଥିଲେ, ଘରେ ଯେତେବେଳେ ସମସ୍ତେ ପଶିଲେ କବାଟ ବନ୍ଦ କରିଦେଲେ। ପହିଲମାନ ସବୁ ଆସିଗଲେ, ଅଙ୍ଗୁଠା ମାର, ମାନେ ଜୋର ଜବରଦସ୍ତ ତାର ପ୍ରକୃତ ରୂପ ସେ ଦେଖେଇଲେ। ଚିନ୍ତା କରନ୍ତୁ ଏଠି କଣ ହଉଛି। ଯେତେବେଳେ ପ୍ରାଣର ଗତିବୃତ୍ତିର ଆପଣ ଚାଲୁଥିବେ, ସେତେବେଳେ ଶେଷ ପର୍ଯ୍ୟନ୍ତ ସେ ହାର ମାନିବନି ଏବଂ ଅତି କ୍ରୁରତା ଦେଖେଇବ। ତା ପୂର୍ବରୁ ଆପଣଙ୍କ ଆଗରେ ସେ ଏତେ ସୁନ୍ଦର ଭାବରେ ନିଜକୁ ରୂପ ଦେଖେଇବେ, ଯେମିତି ଭାବିବେ ଯେ ସେ ଆପଣଙ୍କର ବହୁତ ଭଲ ପାଉଛନ୍ତି, ପରିବର୍ତ୍ତନ ହେଇଗଲେଣି। ଇଏ ହଉଛି ସ୍ୱାର୍ଥପରତାର, ଘୃଣାର, ଇଏ ହଉଛି ଚରମ ସୀମା। ସିଏ ବାହାରକୁ ଏତେ ସୁନ୍ଦର ଦେଖେଇ ହେବେ, ଆପଣ ଭାବିବେ ବହୁତ ପରିବର୍ତ୍ତନ ହେଇଯାଇଛି, କିଛି ନାହିଁ। କିନ୍ତୁ ଇଏ ପ୍ରାଣର ସ୍ପନ୍ଦନ, ସିଏ ଏଇଭଳି ଭାବରେ ହାର ମାନେ ନାହିଁ। ଶେଷ ପର୍ଯ୍ୟନ୍ତ, ଶେଷ ପର୍ଯ୍ୟନ୍ତ ସିଏ ଆପଣଙ୍କ ଆଗରେ ହାର ମାନି ଯାଇଥିବେ, କିନ୍ତୁ ତାମାନେ ଜାଣିବେ ଆଉ ଗୋଟିଏ ସେ ପଲିଟିକ୍ସ କିଛି ଖେଳୁଛନ୍ତି, ବା ଆଉ ଗୋଟେ ପଲିଟିକ୍ସ ନୁହଁ, ମୁଁ ପଲିଟିକ୍ସ ଟା ଭୁଲ କଥା କହିଲି, ଆଉ ଗୋଟେ ଖଳ ନୀତି କଣ ଗୋଟେ ସେ କରୁଛନ୍ତି। ତେଣୁ ସେଇଥିପାଇଁ ତାକୁ ଆମ ଭିତରେ ଯେପରି ପ୍ରବେଶ କରିବାର ସୁଯୋଗ ନ ପାଇବ, ସେ ଦାୟିତ୍ୱ ଆମର। ଆମେ ମାଙ୍କ ପାଖରେ ବାରମ୍ବାର ପ୍ରାର୍ଥନା କରି ଚାଲିବା। ମା କହୁଛନ୍ତି ଏଗୁଡିକର ସ୍ପନ୍ଦନରେ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ରହିଥାଏ, ତାହାର ଅନ୍ତଃସ୍ଥଳରେ ସାରଭୂତ ହୋଇ କିଛି ରହିଥାଏ, ଏବଂ ତା ଉପରକୁ ସ୍ତର ସ୍ତର ହୋଇ ସତେ ଅବା କେତୋଟି ସ୍ତର ରହିଥାଏ, ଏବଂ ସବୁଠାରୁ ଅଧିକ କେନ୍ଦ୍ର ସ୍ଥାନୀୟ ହୋଇ ଯେଉଁ ସ୍ପନ୍ଦନଟି ଥାଏ, ତାହା ପ୍ରକୃତରେ ସେଇ ଏକା ଭଳି ହୋଇ ରହିଥାଏ। ଏବଂ ଯେତେବେଳେ ସେ ଆପଣାକୁ ବ୍ୟକ୍ତ କରିବା ଲାଗି ପ୍ରସାରିତ ହେବାକୁ ଲାଗେ, ସେତେବେଳେ ସେଥିରେ ଏକ ବିକୃତି ସଂଘଟିତ ହୁଏ। ସିଏ ତାର କେନ୍ଦ୍ର ସ୍ଥଳରେ ସେଇଭଳି ଭାବରେ ହେଇକି ରହିଥାଏ। ଯେତେବେଳେ ସେ ବାହାରକୁ ପରିପ୍ରକାଶ ହବ, ପୁରା କଣ କହିଲେ, ଖିନ ଭିନ କରିଦବ। ଲେଖୁଛନ୍ତି ପୁରା ଏକ ବିକୃତି ସଂଘଟିତ ହୁଏ, ଯେତେବେଳେ ସେ ଆପଣଙ୍କୁ ବ୍ୟକ୍ତ କରିବା ଲାଗି ପ୍ରସାରିତ ହେବାକୁ ଲାଗେ। ଯେମିତି ରୋଗର ଗୋଟେ ଗୁପ୍ତ କାଳ ଥାଏ, ଜାଣନ୍ତି କେତେ ଗୋଟେ ରୋଗର ଗୁପ୍ତ କାଳ ଥାଏ। ମାନେ ଆପଣଙ୍କ ଭିତରେ ଅଣୁଜୀବ ପ୍ରବେଶ କରିଗଲା, ସେ ଲକ୍ଷଣ ପ୍ରକାଶ ପାଇବ ନାହିଁ। ସେଇଟା ମଝି ଯୋଉ ସମୟଟା, ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ଯୋଉ ପିରିୟଡ ଟା, ତାକୁ ଆମର ବିଜ୍ଞାନ ଭାଷାରେ କୁହାଯାଏ ଗୁପ୍ତ କାଳ। ସେଇ ସମୟରେ ସେ କଣ କରେ, ସିଏ ପୁରା ନୀରବ ହେଇକି ସୁନ୍ଦର ଭାବରେ ଭିତରେ ରହିଥିବ, କିଛି ଉଁଚୁ ହଉନଥିବ, ଯେମିତି ବାହାରକୁ କିଛି ଜଣା ପଡିବନି। କିନ୍ତୁ ସେ ତା ଭିତରେ କଣ କରେ, ତାର ପ୍ରଡକ୍ସନ କରି ଚାଲିଥାଏ। ରିପ୍ରଡକ୍ସନ ହେଇ 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 ସେ 1 ରୁ 2, 2 ରୁ 4, 4 ରୁ 8, 8 ରୁ ବା 4 ରୁ 8, 8 ରୁ 16, ଏମିତି ବଢି 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 ବହୁ ଗୁଣିତ ହେଇ ପୁରା ଯେମିତି ରେଡି ହେଇଯିବ, ତାପରେ ଆଟାକ୍। ଯେତେବେଳେ ସେ ଆଟାକ୍ କରିବ, ସେତେବେଳେ ଆପଣଙ୍କର ରୋଗର ଲକ୍ଷଣ ପ୍ରକାଶ ପାଇବେ। ଏ ଯୋଉ ଗୁପ୍ତ କାଳ ଭାରି ଡେଞ୍ଜରିୟସ୍। ତେଣୁ ଭିତରେ ସେ ସେମିତି ହେଇକି ରହିଥାଏ, ଜମାରୁ ଜଣା ପଡିବନି। ତାଙ୍କୁ ଚିହ୍ନିବା ଭାରି କଷ୍ଟ।
ସେ ଗୁଣକୁ ଚିହ୍ନିବା ଭାରି କଷ୍ଟ। ତେଣୁ ସବୁବେଳେ ଆମେ ମାଙ୍କୁ ପ୍ରାର୍ଥନା କରିବା, ମୋ ଚୈତ୍ୟ ସତ୍ତା ବାହାରକୁ ଶୀଘ୍ର ପରିପ୍ରକାଶ ହଉ, ଏବଂ କୋଉଠି ବି ଟିକିଏ ବି ମୋ ଭିତରେ ସ୍ୱାର୍ଥପରତା, ନିଚତା, ଘୃଣା, ଇଏ ଯେମିତି ଯେମିତି କଣ କହନ୍ତି, ଟିକିଏ ବି ଅଙ୍କୁରୋଦ୍ଗମ ନ ହଉ, ବା ଯୋଉଠି ଦୁର୍ବଳତା ଦେଖାଗଲା ତାକୁ ସାଙ୍ଗେ ସାଙ୍ଗେ ନେଇକରି ଆଲୋକ ଆଗରେ ଥୋଇଦବ। ଭଲ ପାଇବାର କ୍ଷେତ୍ରରେ ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଘଟେ। ଅଧିକାଂଶତମ କ୍ଷେତ୍ରରେ ତାହା ବାହ୍ୟତଃ ଏପରି ଏକ ବସ୍ତୁରେ ପରିଣତ ହୋଇଯାଏ ଯାହାର ସ୍ୱଭାବ ଅନ୍ତରସ୍ଥ ସ୍ପନ୍ଦନ ଠାରୁ ଏକାନ୍ତ ଭିନ୍ନ ହୋଇ ରହିଥାଏ। କାରଣ ଅନ୍ତର୍ଗତ ସ୍ପନ୍ଦନଟି ଆପଣା ଭିତରକୁ ନିଜକୁ ପ୍ରତ୍ୟାହୃତ କରି ନେଇଯାଏ, ଅତ୍ୟନ୍ତ ନିସ୍ତେଜ ହୋଇଯାଏ ଏବଂ ଅଧିକାର କରିବାର ଏକ ଅହଂ ପ୍ରେରିତ କ୍ରିୟାଶୀଳତା ଦ୍ୱାରା ନାନା ବସ୍ତୁକୁ ନିଜ ଆଡକୁ ଟାଣି ଆଣିବା ଲାଗି ଇଚ୍ଛା କରୁଥାଏ। ସେ ସବୁକୁ ଅଧିକାର କରି ରଖିବ, ସମସ୍ତେ ତା ପାଖରେ ରୁହନ୍ତୁ, ତାର ଅଧୀନସ୍ଥ ହେଇ ରୁହନ୍ତୁ, ତା ତଳେ ରୁହନ୍ତୁ, ତା କଥା ମାନନ୍ତୁ, ଇଏ ସବୁ ଗୁଡିକୁ ସେ ଟାଣି ନେବାକୁ ଇଚ୍ଛା କରୁଥାଏ। ତୁମକୁ କେହି ଭଲ ପାଉ, ତୁମେ ସେତେବେଳେ ତାହା ହିଁ ଇଚ୍ଛା କରୁଥାଅ। ତମେ ଇଚ୍ଛା କର କଣ? ମତେ ସମସ୍ତେ ଭଲ ପାଆନ୍ତୁ। ତୁମେ କହ ମୁଁ ସେଇ ବ୍ୟକ୍ତିକୁ ଭଲ ପାଏ, ମାତ୍ର ତୁମେ ପ୍ରକୃତରେ ଯାହା ଇଚ୍ଛା କରୁଥାଅ ସେଠାରେ ସେଇଠି ମଧ୍ୟ ଅବସ୍ଥିତ ରହିଥାଏ। ମୋତେ କେହି ଭଲ ପାଉ, ଏହିପରି ଭାବରେ ସେଇ ଅନୁଭୂତିଟି ତୁମ ଜୀବନରେ ପ୍ରକାଶ ଲାଭ କରିଥାଏ। ଏହିପରି ଭାବରେ ଏହି ବିକୃତି ଘୃଣାର କ୍ଷେତ୍ରରେ ସଂଘଟିତ ହେଉଥିବା ବିକୃତି ପରି ସମାନ ପରିମାଣରେ ପ୍ରବଳ ହୋଇ ରହିଥାଏ। ତୁମେ ଯାହାକୁ ଭଲ ପାଉଛ, ତୁମେ ଯେପରି ତାହା ଦ୍ୱାରା ବନ୍ଧା ହୋଇ ନ ରହିବ, ସେଥିଲାଗି ତୁମେ ତାକୁ ଧ୍ୱଂସ କରିଦେବାକୁ ଇଚ୍ଛା କରୁଥାଅ। ଦେଖନ୍ତୁ, ଇଏ କି ବିକୃତି ଦେଖ। ତୁମେ ଯାହାକୁ ଭଲ ପାଉଥାଅ ତାକୁ ଧ୍ୱଂସ କରିଦେବାକୁ ଇଚ୍ଛା କରୁଥାଅ। କାହିଁକି ନା କାଳେ ତୁମେ ତାର ଅଧୀନସ୍ଥ ହେଇଯିବ। ଇଏ ଗୋଟେ ପିକୁଲିୟର କଥା, ଯୋଉଟାକ ଶୀଘ୍ର ବୁଝିବା ଏତେ ସହଜ ନୁହଁ। ଟିକେ ମାନସିକ କ୍ଷମତାକୁ ଟିକେ ଅଧିକ ପ୍ରୟୋଗ କରିବାକୁ ପଡିବ। ତାହା ହେଉଛି ଘୃଣାରୁ ସଂଘଟିତ ହେଉଥିବା ବିକୃତି। ତୁମେ ଯାହାକୁ ଭଲ ପାଉଛ, ତାହାଠାରୁ ପାଇବାକୁ ଇଚ୍ଛା କରୁଥିବା ବସ୍ତୁଟିକୁ ପାଇ ନ ପାରୁଥିବା ହେତୁ ହିଁ ତୁମେ ତାଠାରୁ ମୁକ୍ତି ଲାଭ କରିବା ଲାଗି ତାକୁ ନଷ୍ଟ କରିଦେବାକୁ ଇଚ୍ଛା କରୁଛ। ଅନ୍ୟପକ୍ଷରେ ପ୍ରାୟ ଏକ ଅନ୍ତର୍ଗତ କ୍ରୋଧ ଦ୍ୱାରା ତାଡ଼ିତ ହୋଇ ତୁମେ ନିସ୍ତେଜ ହୋଇଯାଉଛ, କାରଣ ତୁମେ ଯାହା ଭଲ ପାଉଛ ତୁମେ ତାହାକୁ ପାଇପାରୁନାହ ଓ ଆତ୍ମସାତ କରିପାରୁନାହ। ଏଇ ୱାର୍ଡଟା ଆତ୍ମସାତ କରିପାରୁନାହ। ଏଇ ପ୍ରାଣର ପ୍ରବୃତ୍ତି ଭିତରେ ରହିଲେ ଯେତେବେଳେ ଅଧିକାର ବୋଧ ଆସେ, ଅଧିକାର ସବୁ କିଛି କରି କରି ଚାଲେ, ତାପରେ ଆପଣ ଜାଣିବେ କେତେ ତଳକୁ ତଳକୁ ଖସି ଯାଉଛନ୍ତି, ଯାହାକୁ କି ଲେଖୁଛନ୍ତି ଏହା ହେଉଛି ଦୁର୍ଦମନୀୟ ପ୍ରତିରୋଧୀ। ତାକୁ ପ୍ରତିରୋଧ କରିବା ସହଜ ନୁହେଁ। ମା ଏ କଥା କହିକି ଟିକେ ହସୁଛନ୍ତି, ହସି କହୁଛନ୍ତି ଗଭୀରତର ସତ୍ୟରୁ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଦୁଇଟି ମଧ୍ୟରେ ଆଦୌ ଖୁବ୍ ବେଶୀ ପାର୍ଥକ୍ୟ ନଥାଏ। ଏଇ ଭଲ ପାଇବା କିପରି ବିକୃତ ନ ହବ, କିପରି ସେ ସ୍ପନ୍ଦନରୁ ଆମେ ମୁକ୍ତ ହବା, ତାକୁ ଆମେ ଆସନ୍ତା କ୍ଲାସରେ ଆଲୋଚନା କରିବା। ଆଜି ଏଇଠି ଥାଉ। ଖାଲି ଆମେ ଏତିକି ମନେ ରଖିବା, ପ୍ରୟାସ କରିବା ମାଙ୍କ ପାଖରେ ଯେ ଆମ ଭିତରେ କୌଣସି ପ୍ରକାରର ଦୁର୍ବଳତା ଯେତେବେଳେ ପରିପ୍ରକାଶ ହଉଛି, ଆମେ ତାକୁ କେବେ ଏକ୍ସକ୍ୟୁଜ ନବାନି। ଯେମିତି ଖାଲି ଏଇଥରକ ଆମ ସୁଶ୍ରୀ ଅପା ଯୋଉ ଗପ ପଢୁଥିଲେ କହୁଥିଲେ, ଖାଲି ଏଇଥରକ ବୋଲି ଏକ୍ସକ୍ୟୁଜ କେବେ ନବା ନାହିଁ। ତୁରନ୍ତ ତୁରନ୍ତ ତାକୁ ଚୈତ୍ୟ ଆଲୋକ ସମ୍ମୁଖରେ, ମାଙ୍କ ସମ୍ମୁଖରେ, ସତ୍ୟ ପରମ ଆଲୋକ ସମ୍ମୁଖରେ ତାକୁ ରଖି ସମର୍ପିତ କରିଦେବା। ସେ ଯେପରି ମତେ ପରିଚାଳିତ କରନ୍ତି ସେହି ପ୍ରାର୍ଥନା ରଖିବା। ମା। ଭାଇ, କୁହ। ନିତ୍ୟତା ବି ଟିକେ ବୁଝେଇଦିଅ। କୋଉଟା ନିଚତା? ଆଜ୍ଞା। ନିଶ୍ଚୟ ଆସିବ, ପରେ ପରେ ଆଲୋଚନା ଆସିବ। ତଥାପି ବି ନିଚତା ଆମେ ସାଧାରଣ ଅର୍ଥରେ ଯାହା ବୁଝୁଛୁ କଣ, ଯେତେ ଗୁଡିଏ ନିମ୍ନ ପ୍ରବୃତ୍ତି ଗୁଣ ତାକୁ ସବୁ ନିଚତା କୁହାଯିବ। ସଂକୀର୍ଣ୍ଣତା, ସଂକୀର୍ଣ୍ଣ ମନୋଭାବ, ନିଜକୁ ପ୍ରତିଷ୍ଠିତ କରିବା ଏବଂ ନିଜର ଦୁର୍ବଳତାକୁ ସ୍ୱୀକାର ନ କରିବା, ଏ ସବୁ ହଉଛି ନିଚତା ଗୁଣ। ନିଜର ଦୁର୍ବଳତାକୁ ଯେତେବେଳେ ଆମେ ସ୍ୱୀକାର କରୁନାହୁଁ,
ସେତେବେଳେ ଆମର ଗ୍ରହଣଶୀଳତା ମରିଯାଏ। ତ ଆମେ ଧୀରେ 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 କଣ ହଉ, ନିମ୍ନ ପ୍ରାଣର, ନିମ୍ନ ମନର ଯୋଉ ତୁଚ୍ଛ କଣ ତୁଚ୍ଛ ବାସନା କାମନା ଭିତରେ ଆମେ ଧୀରେ ଧୀରେ ଅଧିକରୁ ଅଧିକ ପଶି ପଶି ଯାଉ। ଯେତେ ଅଧିକ ପଶିଯିବା ସେତେ ନିଚ ତଳକୁ ଯିବା। ତେଣୁ ନିଚତାର ସେଇ ସେଇ ଗୁଣ ଗୁଡିକ ଯୋଉଗୁଡାକ ନିମ୍ନ ପ୍ରବୃତ୍ତିରୁ ଆମ ଭିତରେ ଆସୁଥାଏ, ଏ ସବୁ ଆମକୁ କଣ କରେ, ନା ଆହୁରି ଅଧିକରୁ ଅଧିକ ତଳକୁ ତଳକୁ, ମାନେ ଯେମିତି କୁହନ୍ତିନି ସତ୍ୟର ପଥରୁ ବିପରୀତ ପଥରେ ଆମକୁ ନେଇ ନେଇ ଚାଲୁଥାଏ। ଆଲୋଚନା ଆସିବ ତା ଭିତରେ, କିନ୍ତୁ ଏଇଟା ଆପଣ ଦେଖନ୍ତୁ, ଛୋଟିଆ ବାଟ ଗୋଟିଏ ହଉଛି ଯୋଉଗୁଡିକ ମତେ ସଂକୀର୍ଣ୍ଣ କରୁଛି, ଯୋଉଗୁଡାକ ମୁଁ ହଉଛି, ଯୋଉଠି ନିଜକୁ ପ୍ରତିଷ୍ଠିତ ହଉଛନ୍ତି ମା ପ୍ରତିଷ୍ଠିତ ହଉନାହାନ୍ତି, ଯୋଉଠି ପ୍ରସାରିତ ନ ହୋଇକରି ସଂକୀର୍ଣ୍ଣ ଭାବ ଆସୁଛି। ମୁଁ ଯାହା କହିବି ସେ ହବ ନା ଆଉ, ମୁଁ ଯାହା କହୁଛି ଠିକ, ତାମାନେ ନିଜେ ଯୋଉଠି ନିଜକୁ ଅବିଶ୍ୱାସ କରିବ ଯେ ହଁ ମୁଁ ଯାହା କହୁଛି ଏହା ଠିକ, କିନ୍ତୁ ଠିକ ହେଇଥାଇପାରେ ମୋ ଦୃଷ୍ଟିରୁ, କିନ୍ତୁ ଅସୀମ ଜ୍ଞାନ ରହିଛି, ଆରଟା ବି ଠିକ ହେଇଥାଇପାରେ, ମୁଁ କେସ୍ କହିବା ପାଇଁ। ତାପରେ ମା କଣ ଚାହୁଁଛନ୍ତି ମୁଁ କେମିତି କହିପାରୁଛି? ମୁଁ କହିପାରୁନି। କାହିଁକିନା ଯେପର୍ଯ୍ୟନ୍ତ ମୁଁ ନିଜକୁ ଠିକ ବୋଲି କହୁଛି, ସେ ପର୍ଯ୍ୟନ୍ତ କନଫର୍ମ ହେଇଯିବେ ଯେ ମା ଆପଣଙ୍କ ଭିତରେ କିଛି କହୁନାହାନ୍ତି। ଯେତେବେଳେ ଚୈତ୍ୟ ଆଲୋକ ଉତ୍ତର ଦବ, ସେତେବେଳେ ତା ଭିତରେ ଏଇ ଭାବ ହିଁ ନଥିବ, ମୁଁ ଠିକ ସିଏ ଭୁଲ ଭାବ ନଥିବ। ତେଣୁ ଯେତେବେଳେ ସଂକୀର୍ଣ୍ଣତା ପ୍ରସାରତା ବଦଳରେ ଆସୁଛି, ଯେତେବେଳେ ମାଙ୍କ ବଦଳରେ ମୁଁ ଆସୁଛି, ସେତେବେଳେ ଆପଣ ଜାଣିବେ ଆପଣ ଧୀରେ ଧୀରେ ନିଚତା ଭିତରକୁ ପ୍ରବେଶ କରି କରି ଯାଉଛନ୍ତି। ମା, ଥ୍ୟାଙ୍କ ୟୁ ଅଲ୍।